ତୁ ଗୋପ ଉଜାଳି କମଳମୁଖୀ କମଳା କଣ୍ଠେ ମୋର କତମଳା ଆଜ୍ଞା ଦେଲେ କରୁଣା କଟାକ୍ଷ ନାହିଁ ଭଗବାନଙ୍କର କରୁଣା କଟାକ୍ଷର ଦିବ୍ୟ ଦୃଷ୍ଟି ଯାହା ଉପରେ ପଡିବ ତାର ବିପଦ ଆଉ ରହିବନି। ଆମେ ଭାଗବତ ମେଳାରେ ବୋଲୁ କଣ ବୋଲୁଛ କି? କରୁଣା କଟାକ୍ଷ ପ୍ରକାଶ ଅକତ ଜନ ଦୁଃଖ ନାଶ ଦିଏ ବିଡି ଖଣ୍ଡେ ନାଇଁ ଗଞ୍ଜେଇ ଲଗେଇ ଦଉନୁ ତା ପାଖ ବତ ବୋଲୁ ବିଡି ଖଣ୍ଡେ ମାଗୁଛୁ ଚୋରା ଉଦ୍ଧବ ଗଲେ ଯେଉଁ ଦାଣ୍ଡ ସେ ଦାଣ୍ଡ ଆଣ୍ଠୁ ଏକା ଦୁଅ ପକେଇଦେଲା ତ ତୁ ଆଉ ଗାଇଦେଲୁ ଆଉ ତପ ଇକି ରଙ୍ଗ କୋଣେ ବନ୍ଦାଇ ନେଲେ ସାତ ଭାଇ କି ଭଲ ବୁଝିବାକୁ ନାରୀ ବେଶ କରି ନାକେ ଖଣ୍ଡିଲେ ଫୁଲୁ ଗୁଣା ଭାଗବତ ପୁଷ୍ଟା ଦେଖି ଦେଇଥିବୁ ପଢି ନଥିବୁ ତୁ ଆରେ କଣ ଯେ ନମଃ ନୃସିଂହ ଚରଣ ଅନାଦି କାରଣ ପରମ ଇଏ ଭାଗବତ କିଏ ଲେଖିଥିଲା? ହଉ ହଉ ଥାଉ ସେତିକି ଥାଉ ଆଉ ଭାଗବତ ପଢେନି ଭାଗବତ ପରମ ଶାସ୍ତ୍ର ଥରେ ପୁଅ ନବାକ୍ଷରୀ ଛାନ୍ଦ ଭାଗବତ ନିର୍ଭୁଲ ଭାବରେ ଗାଓ ସବୁଦିନ ରାତି ପାଇଲେ ପଣ୍ଡିତ ଗୀତା ଭାଗବତ ପଢୁଥାନ୍ତୁ ଆଜ୍ଞା କେତେ ଶିଖିଛି ଭଗବାନଙ୍କର ଯଦି ଗୀତା ଭାଗବତ ଆପଣ ପଢିବେ ଆପଣଙ୍କୁ ପ୍ରଭୁ ପଢିବେ ଯଦି ଆପଣ ପ୍ରଭୁକୁ ୟାଦ କରିବେ ସିଏ ଆପଣଙ୍କୁ ସିନା ଦୟା କରିବ ଆଉ ରାତି ପାଇଲେ ଖାଲି ତାକୁ ଡାକିବେ ସିଏ ଆପଣଙ୍କ କଥା ଶୁଣିବାକୁ କଣ ଖାଲି ଠିକା ନେଇଛନ୍ତି କି ଆପଣ ତାଙ୍କ କଥା ବି ଶୁଣନ୍ତୁ ତାଙ୍କ କଥା କେମିତି ଶୁଣିବେ ରାତି ପାଇଲେ ଗୀତା ଭାଗବତ ପଢନ୍ତୁ ଯେତିକି ସମୟ ଆପଣଙ୍କୁ ମିଳୁଛି 5 ମିନିଟ ସମୟ ହଉ ପଛେ ଗୋଟିଏ ଶ୍ଲୋକ ଗୀତାର ହଉ ପଢନ୍ତୁ ଆଜ୍ଞା ଜଗତ ଜୀବ ପରମାତ୍ମା ତିନି ଅନ୍ଧାର ଦୂରେଇ ଯିବ ସେଇଥିପାଇଁ ପଣ୍ଡିତ ମଣ୍ଡଳୀ ଭାଗବତ ଭୁଲ ଭାଇ ମୋର ଗାଇଛନ୍ତି ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବା ନିତ୍ୟ ତର୍କ ପାଷାଣ୍ଡ ଶାସ୍ତ୍ର ଯେତେ ଅଭ୍ୟାସ ନ କରିବ କେବେ ଦେଖେ ତୁ ଭାଗବତ ଗାଇଲୁ ତାର ସଂଶୋଧିତ ନିର୍ଭୁଲ ଭାବରେ ମୁଁ କହୁଛି ଆଚ୍ଛା ଗୋବିନ୍ଦ ଗଲେ ଯେଉଁ ଦାଣ୍ଡେ ହଁ କହିଲା ଉଦ୍ଧବ ଗଲେ ଯେଉଁ ଦାଣ୍ଡେ ସେରେଣୁ ପଡୁ ମୋର ମୁଣ୍ଡେ ଉଦ୍ଧବ କହିଲେ ଭଗବାନଙ୍କର ପଣ୍ଡିତ ମଣ୍ଡଳୀ ଯିଏ ପରମ ସଖା ପରମ ଭକ୍ତ ଆଜ୍ଞା ଉଦ୍ଧବ ସହିତ ଭଗବାନ କୃଷ୍ଣଙ୍କର ଭଲ କଥା ହୁଏ ଆଜ୍ଞା ଏକାଦଶ ସ୍କନ୍ଧରେ ତ ଉଦ୍ଧବ କୃଷ୍ଣଙ୍କର ସବୁ ତତ୍ତ୍ୱ ସରିଯାଇଛି ଆଉ ସେଇଥିପାଇଁ ପଣ୍ଡିତ ଉଦ୍ଧବ ସହିତ ଭଗବାନ ଯେତେବେଳେ ଯୁକ୍ତି କଲେ ବୋଲେ ଉଦ୍ଧବ ଜଳେ ଦ୍ୱାରକା ନାଶ ଯିବ ମୋର ନିବାସ ମାତ୍ର ଥିବ ବର୍ତ୍ତମାନ ଦ୍ୱାରିକା ଜଳମଗ୍ନ ହୋଇଯିବ ତମେ ବଦ୍ରିକା ଆଶ୍ରମକୁ ଚାଲି ଯାଅ ଉଦ୍ଧବ କହିଲା ପ୍ରଭୁ ମତେ ଭଣ୍ଡୁଛୁ ମତେ କଣ ମିଛ କଥା କହୁଛୁ ତୁ କହୁଛୁ ମୁଁ ନାଶ ହେବିନି ଦ୍ୱାରିକା ନାଶ ହୋଇଯିବ ଏଇଠି ଉଦ୍ଧବକୁ ଭଗବାନ କୃଷ୍ଣ ବୁଝେଇଲେ କହିଲା ଉଦ୍ଧବ କହିଲା ମୁହିଁ ମର ଇମର ସୁଖେ ମିଶଇ ଅଲେଖ ମୁଁ ମରିବିନି ମୁଁ ଅଲେଖ ବ୍ରହ୍ମ ସହିତ ମିଶିବି ତେଣୁ ମୁଁ ତୁମକୁ ବର୍ତ୍ତମାନ ମୁକ୍ତି ରାସ୍ତା ଦେଖଉଛି ବଦ୍ରିକା ଆଶ୍ରମକୁ ତୁମେ ଚାଲିଯା ଉଦ୍ଧବ ପ୍ରଶ୍ନ କଲା ପ୍ରଭୁ ମତେ କପଟ କରୁଛୁ ଆଶ୍ରମ ନାମେ ବଦରିକା ସେ କି ତ ଚରଣ ଅଧିକା ଗଙ୍ଗେ ଚ ଯମୁନେ ଶୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳସ୍ୱିନେ ସନିଧେ କୁରୁ କୁରୁକ୍ଷେତ୍ର ଗୟା ଗଙ୍ଗା ପ୍ରଭାସ ପୁଷ୍କରିଣୀ ଚୈତାନି ପୁଣ୍ୟ ତୀର୍ଥାନି ସର୍ବଂ ଶୁଭଂ ଫଳଂ ପ୍ରଦ ଏ ସମସ୍ତ ତୀର୍ଥ ଯାହା ପାଦ ପଦ୍ମରେ ତଲ୍ଲୀନ ହୋଇକି ଅଛି ସେଇ ତୀର୍ଥରେ ମୁଁ ତ ଆଶ୍ରୟ ନେଇଛି ମତେ ବଦ୍ରିକା ଆଶ୍ରମକୁ ପଠଉଛୁ ସବୁତକ ତୀର୍ଥ ତୋ ପଦରେ ବଦ୍ରିକା ଯାଇକି ମୁଁ କି ମୁକ୍ତି ହେବି ଭଗବାନ ପଣ୍ଡିତ ମଣ୍ଡଳୀ ଉଦ୍ଧବର ମାନସିକତାକୁ ବୁଝିଲେ ଉଦ୍ଧବ କହିଲେ ପ୍ରଭୁ ତାହେଲେ ଯଦି ବଦ୍ରିକା ଯିବି ତ କଠଉଟା ମତେ ଦିଏ ଆଜ୍ଞା ଉଦ୍ଧବ ଭଗବାନ କୃଷ୍ଣଙ୍କର କଠଉ ଧଇଲେ ମସ୍ତକରେ ଜଗନ୍ନାଥ ଦାସ ଲେଖିଲେ ଉଦ୍ଧବ ଦେଖନ୍ତୁ କେତେ ମୂଲ୍ୟବାନ ହେଇଗଲେ ଉଦ୍ଧବ କଲେ ଯେଉଁ ଦାଣ୍ଡେ ସେ ରେଣୁ ପଡୁ ମୋର ମୁଣ୍ଡେ ଉଦ୍ଧବ ଭଗବାନଙ୍କର କଠଉ ମସ୍ତକରେ ମୁଣ୍ଡେଇକି ନେଇକି ଯାଉଥିଲେ ବୋଲି ଯୋଉ ଦାଣ୍ଡରେ ଚାଲିକି ଯାଉଥିଲେ ଦାସ କହିଲେ ସେ ଋଣୁ ସେ ଧୂଳି ମୋ ମସ୍ତକରେ ଟିକେ ପଡିଯାନ୍ତା କି ତାହେଲେ ପଣ୍ଡିତ ପ୍ରଭୁର ପାଦକୁ ମୁଣ୍ଡେଇଥିଲେ ବୋଲି ତାର ଦାମ ବଢିଗଲା ସେ ଧୂଳିର ପଣ୍ଡିତ ମହତ ବଢିଗଲା ସେଇଥିପାଇଁ ଉଦ୍ଧବ ଗଲେ ଯେଉଁ ଦାଣ୍ଡେ ସେ ରେଣୁ ପଡୁ ମୋର ମୁଣ୍ଡେ ମୁଁ କହିଲି ସେ ଦାଣ୍ଡ ତ ପଇକି ମଙ୍ଗ କୋଣେ ବନ୍ଦାଇ ନେଲେ ଶାମ୍ବକୁ ନାରୀ ବେଶ କରି ଲହ ମୁଷଳ ଯଦୁବଂଶ ଧ୍ୱଂସ ହେଲା ପଣ୍ଡିତ ଯାହା ଯୋଗୁ ଶାମ୍ବ ଆଜ୍ଞା ଦୁର୍ବାସା ଅଭିଶାପ ଦେଲେ ସେଇଥିପାଇଁ ଯଦୁବଂଶ ଧ୍ୱଂସ ହେଇଗଲା ଆଉ ଗୋଟେ କଣ ଗାଇଥିଲୁ ପୁଅ ଅନାଦି ପରମ କାରଣ ନମଇ ନୃସିଂହ ଚରଣ ଅନାଦି ପରମ କାରଣ ତାପରେ ଗାଇଲୁ କଣ କରୁଣା କଟାକ୍ଷ ପ୍ରକାଶ ଭକତ ଜନ ଦୁଃଖ ନାଶ
यार अर्थ पणित एटा ठीक गाइछु काहे ना भगवान को करुणा दृष्टि जहा ऊपर पड़े ताहार रोग शोक दारिद्र्य पणित किछि रहेनी हे पदुटा बेभुल कर देली बोली तुमको लगेछि तमे लागि छ सेठी पई पणित दिन कृष्ण कहिले बोला चतुर्वर्ग जाहार श्रीमुख चुत दुरित दुख ताभृत्य दानर भिखारी हे महाप्रभु चाहि जहा श्रीमुख जहा को चाहिले दुख चुत होई जिवो दुख दुरित होई जिवो सेठी पई पुनिते भगवान जहा को चाहिबो ता दुख नष्ट होई जिवो हे जगन्नाथ धाम को हम राति पाइले केते भक्त जाउछे कोटि कोटि भक्त आज्ञा मेंचा मेंचा जगन्नाथ मंदिर भीड़ कहिले न सरे कहार पंडित जगन्नाथंकर अधा चका नयन देखुछि तो किए पंडित ठेली पेली की पड़ी जाउछि मु जाइथली ता भीतर जगन्नाथंकर दर्शन हमें पाई आनंद उपलब्ध करूछे कोन जाइथिलो अच्छा बात कहला बोली नाही दियो को मुंडिया मार देछि प्रभु तो जगह को मत डाकिबुनी कि मु आसी काहे की तो भलिया पापी न गेले भलो आय तमे सब जगन्नाथ को दर्शन कलो मु साडे दक्षिण द्वार पटे पळेला बेला गोटा पेटा बुढाटा बई काहे की अच्छा कोन कोले तुमको से जोड़ा बेत लंबा बेत धरि बइच गला ए टोका हां यारी गाइलु मु जाई की मुंडिया माइली कहला रे तम घर को गा मु लागिया नयागढ़ ना रे तम नयागढ़ रे भलो गुड़ पूरी मंदिर को आसिले खाइबु बेत मारो कह के जबर पार बोले हाथ गोड़ तांको नथाई सुधा ये जगते करंती सकल धंदा जगत ताको हमें हाथ गोड़ नाही बोले कहूचे आज्ञा सब कार्य से करूची ना आउ के करूची राति हेची दिन हबो ना दिन होइची राति हबो ना मातृगर्भरे संचारित होची शिशु करूची किए बोला के गणी पारिबो आकाश तारा के गणी पारिबो बरसा धारा के गणी पारिबो सिंधु लहरे के पारिबो बारा निधि पहरे बोला के ओबा पारिबो कृष्ण महिमा बन्नी न पारिबो की करिछि आमे तेरिछि आज्ञा नाही नाही कोटि कोटि आकाश र तारा की गणी पारिबो नाही नाही मते कहिले दियंडा 10टा बड़ बड़ गणी देबी हामी बड़ वर्षा धारा पणिते कोटि कोटि जो पतित होछि भूभुष्ट के करि पारिबो आए वर्षा धारा सिना एते धारा में करि पारिबुनी राति रे खाइ की सोएबु ए पिले सकाळ उठिला पर परिसा धारा गोटे होनी